ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଟିମ୍ ଗଠନରେ ବ୍ୟସ୍ତ। ସେ ଗୋଟିଏ ପରେ ଗୋଟିଏ ବଡ଼ ନିଯୁକ୍ତି ଦେଉଛନ୍ତି। ଏବେ ତାଙ୍କ ଟିମ୍ରେ ଜଣେ ହିନ୍ଦୁ ନେତାଙ୍କୁ ଏଣ୍ଟ୍ରି ମିଳିଛି। ତୁଳସୀ ଗୱାର୍ଡଙ୍କୁ ମିଳିଛି ବଡ଼ ଦାୟିତ୍ୱ। ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦ୍ଦେଶକ ତଥା ଡାଇରେକ୍ଟର ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ପୂର୍ବତନ କଂଗ୍ରେସ ସଦସ୍ୟ ତୁଳସୀ ଗୱାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ମହିଳା ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି। ତୁଳସୀ ଜଣେ ଅଭିଜ୍ଞ ସୈନିକ। ବିଭିନ୍ନ ସମୟରେ ପୂର୍ବ ଓ ଆଫ୍ରିକାର ଯୁଦ୍ଧ ଜୋନ୍ରେ ନିୟୋଜିତ ଥିଲେ ସେ। କିଛିଦିନ ପୂର୍ବରୁ ଡେମୋକ୍ରାଟ ପାର୍ଟିରୁ ଅଲଗା ହୋଇଥିଲେ। ନିର୍ବାଚନ ସମୟରେ ରିପବ୍ଲିକାନ ପାର୍ଟିରେ ଯୋଗ ଦେଇଥିଲେ। ତୁଳସୀଙ୍କ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ତୁଳସୀଙ୍କ ନିଯୁକ୍ତି ପରେ ଭାରତୀୟମାନେ ବେଶ୍ ଖୁସି। ତୁଳସୀ ଗୱାର୍ଡ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ଓ ପୂର୍ବତନ କଂଗ୍ରେସ ସଦସ୍ୟ। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦ୍ୱିତୀୟ ଶାସନରେ ନୂତନ ଜାତୀୟ ଗୁପ୍ତଚର ସେବାର ନିର୍ଦ୍ଦେଶକ ଭାବରେ ତାଙ୍କୁ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାଙ୍କର ଆତଙ୍କବାଦ ବିରୋଧୀ ମଜବୁତ ମନୋଭାବ ଓ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିବା ନେଇ ସ୍ପଷ୍ଟ ମତ ଓ ଆଲୋଚନା ନେଇ ସେ ପରିଚିତ। ତୁଳସୀଙ୍କ ନିଯୁକ୍ତି ଯୁକ୍ତରାଷ୍ଟ୍ର ଭାରତ ସମ୍ପର୍କରେ ନୂତନ ଅଧ୍ୟାୟର ସଂକେତ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଟ୍ରମ୍ପ ଏନେଇ ଏକ ବିଶେଷ ବାର୍ତ୍ତାରେ କହିଛନ୍ତି, ମୁଁ ଜାଣେ ତୁଳସୀ ନିର୍ଭୀକ ଓ ସେ ଆମ ସମସ୍ତଙ୍କୁ ଗର୍ବିତ କରିବେ। ତୁଳସୀ ନାଁ ପାଇଁ ଯଦିଓ ତାଙ୍କୁ ଅନେକ ଭାରତୀୟ ଭାବନ୍ତି, ତେବେ ତୁଳସୀ ଗୱାର୍ଡଙ୍କ ଭାରତ ସହିତ କୌଣସି ସମ୍ପର୍କ ନାହିଁ। ଗୱାର୍ଡଙ୍କ ମା ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ପରେ ତାଙ୍କ ସମସ୍ତ ଶିଶୁଙ୍କୁ ହିନ୍ଦୁ ନାମ ଦେଇଥିଲେ। ତୁଳସୀ ଗୱାର୍ଡ ନିଜକୁ ହିନ୍ଦୁ ଭାବରେ ପରିଚୟ ଦେଉଛନ୍ତି। ସେ ଏକ ଆମେରିକା ସୋମାନ ମୂଳର ହୋଇଥିବା ସତ୍ତ୍ୱେ ତୁଳସୀ ଭାଗବତ ଗୀତା ଉପରେ ହାତ ରଖି ଦାୟିତ୍ୱ ନିର୍ବାହ କରିଥିଲେ। 2020ରେ ଗୱାର୍ଡ କମଲା ହାରିସଙ୍କ ବିରୋଧରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପ୍ରତିଯୋଗିତା କରିଥିଲେ। ତାଙ୍କର ନିଜ ପାର୍ଟିକୁ ଯୁଦ୍ଧକୁ ବିରୋଧ କରିବା ପାଇଁ ଦୋଷାରୋପ କରିଥିଲେ। ପରେ ସେ ପ୍ରତିଯୋଗିତାରୁ ବାହାରି ଯାଇଥିଲେ ଓ ଶେଷରେ 2022ରେ ପାର୍ଟି ଛାଡ଼ି ଦେଇଥିଲେ।